ପ୍ରେମ ପତ୍ର ଲେଖକ ଶ୍ରୀ ମନୋଜ ଦାସ। ଉତ୍ତର ଉପତ୍ୟକାର ସେ ଛୋଟ ସହର ଉପରେ ଯେତେବେଳେ ଜହ୍ନ ଉଠେ ସେତେବେଳେ ମନେ ହୁଏ ସେ ଅବା ସେ ସହରର ଏକ ଅସ୍ଥାବର ସମ୍ପତ୍ତି। ପୌରସଭା ତାକୁ ମନ ଇଚ୍ଛା ଏଣେତେଣେ ଥୁଆଥୁଇ କରିପାରନ୍ତେ ବା ତା ଆଲୁଅକୁ ବେଶୀ କମ୍ କରିପାରନ୍ତେ। ଚୌଧୁରୀଙ୍କ ପ୍ରାଚୀନ ଓ ପ୍ରଶସ୍ତ ଛାତ ଉପରେ ପଦଚାରଣା କରିବା ଅବସରରେ ଜହ୍ନକୁ କେଉଁ ଥାନରେ ଥାପିଲେ ତାହା ସବୁଠୁ ସୁନ୍ଦର ଦିଶିବ ଏବଂ ନିରାପଦ ରହିବ, ଗୌତମ ସେଇ କଥା ଚିନ୍ତା କରୁଥିଲା। ସେ ଶିଳ୍ପୀ ତଥା ଗବେଷକ, ପରିପ୍ରେକ୍ଷୀ ବା ପଟଭୂମିଷ କୌଣସି ବସ୍ତୁର ସଂଗତି ବିଧାନ ତାର ସ୍ୱଧର୍ମ। ସେ ସ୍ୱଧର୍ମ ଅନୁସରଣ କରି ସେ ଏଠାକୁ ଆସିଛି। ସମସ୍ତଙ୍କୁ ଚମକାଇ ଦେଇ ବିକାଶ ଲାଭ କରିଥିବା ଏବଂ ସମସ୍ତଙ୍କୁ କନ୍ଦାଇ ଦେଇ ଯୌବନରେ ମୃତ୍ୟୁବରଣ କରିଥିବା ମିସ୍ ଗୀତାଙ୍କ ପ୍ରତିଭାର ଯଥାର୍ଥ ମୂଲ୍ୟାୟନ ଯୁଗର ତଥା ଜୀବନର ପରିପ୍ରେକ୍ଷୀରେ କରିବା ତାର ଉଦ୍ଦେଶ୍ୟ। ମିସ୍ ଗୀତା ପ୍ରାୟ 1.5 ବର୍ଷ କାଳ ରହିଥିଲେ ଚୌଧୁରୀଙ୍କ ବିରାଟ କୋଠାର ଏକ ଅଂଶରେ। ସମ୍ପ୍ରତି ଦେଶ ବିଦେଶରେ ପ୍ରଦର୍ଶିତ ହୋଇ ବହୁ ପ୍ରଶଂସା ଅର୍ଜନ କରିଥିବା ତାଙ୍କ କଳାକୃତି ପୁଞ୍ଜିର ଅର୍ଦ୍ଧାଧିକ ଏଇଠାରେ କଳ୍ପିତ ଓ ରୂପାୟିତ ହୋଇଥିଲା। ସେ ଯେଉଁ 2 ଗୋଟି କୋଠରୀରେ ରହୁଥିଲେ, ପ୍ରୌଢ଼ ଚୌଧୁରୀ ସେଇ 2ଟିକୁ ଏତେ ଦିନ ତାଲାବଦ୍ଧ ରଖିଥିଲେ। ଭିତରେ ଥିଲା ବହୁତ ବହି, କାଗଜପତ୍ର ତଥା ଗୀତାଙ୍କର କେତେ ଚିତ୍ରର ଖସଡ଼ା ଓ କଳ୍ପନାର ସଂକ୍ଷିପ୍ତ ରେଖାୟନ। ଗୌତମର ମନୀଷା ଓ ନିଷ୍ଠା ଉପରେ, ଗୀତା ପ୍ରତି ତାର ଶ୍ରଦ୍ଧା ଓ ଗୀତାଙ୍କର ତା ପ୍ରତି ବିଶ୍ୱାସ ସମ୍ପର୍କରେ ଚୌଧୁରୀଙ୍କର ସନ୍ଦେହ ନଥିଲା। କୋଠରୀ 2ଟି ତନ୍ନଖି କରିବା ନିମନ୍ତେ ସେ ତେଣୁ ଗୌତମ ହାତରେ ଚାବି ସମର୍ପି ଦେଇଥିଲେ। କିଏ ଜଣେ କୋଠା ଉପରକୁ ଉଠି ଆସୁଛି। ଗୌତମ ପାହାଚ ମୁହଁ ଆଡ଼େ ଆଗାଇଲା। ଆରେ ଆସନ୍ତୁ ଆସନ୍ତୁ। ଗୌତମ ସହରର ତରୁଣ ଗାୟକଙ୍କୁ ସ୍ୱାଗତ ଜଣାଇଲା। ଗାୟକ ଜଣକ କିଛି ସମୟ ଗୌତମର କେତେକ ଲେଖାଲେଖିର ପ୍ରଶଂସା କଲା। ଗୌତମ କିନ୍ତୁ ଗାୟକର କଣ୍ଠ ଓ ଗାନରୀତି ଅପୂର୍ବ ବୋଲି କହିବା ବେଳକୁ ସେ ଅସ୍ୱସ୍ତି ଅନୁଭବ କଲା। ଗୌତମ ବୁଝିଲା ଗାୟକ ପ୍ରଶଂସା ବଦଳରେ ପ୍ରତି ପ୍ରଶଂସା ନୁହେଁ, ଅନ୍ୟ କିଛି ପାଇଁ ଆଶାୟୀ। ଗୋଟିଏ ଦୀର୍ଘ ନିଶ୍ୱାସ ପରେ ଗାୟକ କହିଲା, ଆପଣ ଗୀତାଙ୍କର କାଗଜପତ୍ର ଭିତରୁ ଖଣ୍ଡିଏ ଚିଠି ପାଇଛନ୍ତି ବୋଲି ଶୁଣିଲି। ଖଣ୍ଡିଏ କାହିଁକି, ଶତାଧିକ। ତାଙ୍କର ବନ୍ଧୁ କମ୍ ନଥିଲେ? ନା, ମାନେ ସେ ନିଜେ ଯେଉଁ ଚିଠି ଖଣ୍ଡିକ ଲେଖିଥିଲେ କିନ୍ତୁ ପଠାଇ ନଥିଲେ। କାହା ଉଦ୍ଦେଶ୍ୟରେ ଲେଖା ଆପଣ ଠଉରାଇ ପାରିନାହାନ୍ତି, ସେଇ ଚିଠି କଥା କହୁଥିଲି। ଚମକି ପଡ଼ିଲା ଗୌତମ। ଓ ହଁ, ଖଣ୍ଡିଏ ଅନ୍ତରଙ୍ଗ ଚିଠି, ଏକାନ୍ତ ବ୍ୟକ୍ତିଗତ। ସେ ଧୀର କଣ୍ଠରେ କହିଲା, ପ୍ରେମପତ୍ର? ସେ ଖଣ୍ଡିକ ମତେ ଦେଇ ଦିଅନ୍ତୁ। ଗୌତମ ଉପରୁ ଆଖି ଫେରାଇ ନେଇ ଚଟାପଟ ଜହ୍ନ ଭିତରେ ଆଶ୍ରୟ ଖୋଜିବାର ଚେଷ୍ଟା କରି କହିଲା, ଗାୟକ, ଆପଣଙ୍କୁ? କାହିଁକି? ହଠାତ୍ ବନ୍ଦ ଭାଙ୍ଗି ସ୍ରୋତ ଛୁଟିବା ରୀତିରେ ଗାୟକ କହି ଚାଲିଲା, କେଉଁ ଭାଷାରେ ବୁଝାଇବି ଆପଣଙ୍କୁ? ସେ ମୋର ସଙ୍ଗୀତକୁ ଭଲ ପାଇ କ୍ରମେ ମତେ ଭଲ ପାଇବାକୁ ଆରମ୍ଭ କରିଥିଲେ। ମୁଗ୍ଧ ହୋଇ ଦୀର୍ଘ ସମୟ ଅନାଇ ରହୁଥିଲେ ମୋ ମୁହଁକୁ। ମୁଁ ଠିକ୍ ବୁଝୁଥିଲି। ତେବେ ସେ ମତେ ବୁଝାଇବା ସକାଶେ ଚିଠିଟିଏ ଲେଖି ପକାଇଥିଲେ। ସେ କଥା ଜାଣିନଥିଲି। ମତେ ଦେଇ ଦିଅନ୍ତୁ ଦୟାକରି। ମୋର ଶତ ସହସ୍ର ଅନୁରୋଧ। ସେ ଖଣ୍ଡିକୁ ମୁଁ ସାଇତି ରଖିବି, ପୂଜା କରିବି। ଆପଣଙ୍କ ଗୋଡ଼ ଧରିବାକୁ ମୁଁ ପ୍ରସ୍ତୁତ। ଗାୟକ ଅଧୈର୍ଯ୍ୟ ହୋଇ ଉଠି ପଡ଼ିଲା ଓ ନଇଁ ପଡ଼ିବା ଭଙ୍ଗୀରେ ଗୌତମ ଆଡ଼େ ଅଗ୍ରସର ହେଲା। ଚୁପ୍ କରନ୍ତୁ। ମୋର ଗବେଷଣା କ୍ରମରେ ସେ ଯେତେବେଳେ ନିଶ୍ଚିତ ହେବି ଯେ ତାହା ଆପଣଙ୍କ ପାଖକୁ ହିଁ ଲେଖା, ସେତେବେଳେ ଯାଇ ତାହା ହସ୍ତାନ୍ତର କରିବାର ପ୍ରଶ୍ନ ଉଠିବ। କଣ୍ଠ ଟିକେ କୋଠର କରି ଜଣାଇଦେଲା ଗୌତମ। ଗାୟକ କାନ୍ଦ କାନ୍ଦ ଦେଖାଗଲା। ଆପଣ ମତେ ବିଶ୍ୱାସ କରୁନାହାନ୍ତି, ସେ ଅଭିଯୋଗ କଲା। ଆପଣ ଯଦି ଥରେ ଦେଖିଥାନ୍ତେ ସେ ମୋ ପ୍ରତି କିଭଳି ବ୍ୟବହାର କରୁଥିଲେ, କିଭଳି ଦୃଷ୍ଟିରେ ମୋ ଆଡ଼େ ଅନାଇ ରହୁଥିଲେ। ଦୃଷ୍ଟି? ଗୌତମ ପୁଣି ଥରେ ଚମକିଲା। ସେ ଦୃଷ୍ଟି ତା ନିଜ ଜୀବନରେ ସବୁଠୁ ଅଭୁଲା ସ୍ମୃତି। ସେ ଦୃଷ୍ଟିର ଶିହରଣ ଅନୁଭବ କରିବାରେ ଏ ଅବାର୍ଚ୍ଚିନ ତରୁଣଟି ତାର ଅଂଶୀଦାର। ଏହା ବୁଝି ହଠାତ୍ ଉତ୍ତପ୍ତ ହୋଇ ଉଠିଲା ଗୌତମ ଏବଂ ସେ ଉତ୍ତାପରେ ଗାୟକର କାନ୍ଦୁରା ମୁହଁ ପ୍ରତି ନିଜ ମନରେ ଜକେଇ ଆସୁଥିବା ସହାନୁଭୂତି ଟିକକ ଶୁଖିଗଲା। ଆପଣ ଯାଆନ୍ତୁ, ସେ କହିଲା। ଦୁଃଖ ଓ ଅପମାନରେ ଥରି ଥରି ଗାୟକ ଦୁଆର ଆଡ଼େ ଆଗେଇ ଗଲା। ସେଦିନ ମଧ୍ୟାହ୍ନରେ ଆହାର ପାଇଁ ନିମନ୍ତ୍ରଣ କରିନେଇ ଅଧ୍ୟାପକ ଧର ଗୌତମକୁ ବିରକ୍ତ କରିସାରିଥିଲେ।
ବର୍ତ୍ତମାନ ତେଣୁ କ୍ରୁଦ୍ଧ ହେବା ଛଡା ତାର ଅନ୍ୟ ଗତି ନଥିଲା। ପଣ୍ଡିତ ତଥା ପ୍ରଗଳ୍ଭ ଧୂର୍ତ୍ତ ଅଧ୍ୟାପକ ଧର ସେ ଗୀତାକୁ ଇତାଲୀୟ ଭାଷା ଶିଖାଉଥିଲେ। ବୁଝିଲ ଗୌତମ, ଯେଉଁଦିନ ମୁଁ ତୁମକୁ ଭଲ ପାଏର ଇତାଲୀୟ ଅନୁବାଦ ତାକୁ ଶିଖାଇଦେଲି, ସେହିଦିନ ପ୍ରଥମେ ମୋ ପ୍ରତି ତାର ମନୋଭାବ ସମ୍ପର୍କରେ ଆଭାସ ପାଇଲି। ତମେ ତ ଜାଣ, କିଏ ବା ନ ଜାଣେ, ମତେ ଭଲ ପାଉଥିବା ଝିଅଙ୍କ ସଂଖ୍ୟା କମ୍ ନୁହେଁ। କିନ୍ତୁ ସେଦିନ ଗୀତାର କପୋଳ ଯେମିତି ଆରକ୍ତିମ ଦିଶି ମୋ ହୃଦୟରେ ଭୂମିକମ୍ପ ସୃଷ୍ଟି କରିଥିଲା, ସେମିତି ଆଉ କେହି କେବେ ଦିଶିବାର ମୋର କାହିଁ ମନେ ପଡୁନାହିଁ। ତେବେ ସେ ଚିଠି ଖଣ୍ଡିକ ଲେଖି ମତେ ଦେବା ବେଳକୁ କାହିଁକି ବା ଏତେ ସଂକୋଚ ଅନୁଭବ କଲା ଓ ନ ଦେଇ ରଖିଦେଲା, ସେତକ ମୁଁ ବୁଝୁନାହିଁ କି ସେ ପାଇଁ ତାକୁ କ୍ଷମା କରିପାରୁନାହିଁ। ଯାହା ହେଉ, ତମେ ମତେ ସେ ଖଣ୍ଡିକ ଦେଇପାର? ଅଧ୍ୟାପକ ଧର ଆହାରାନ୍ତେ ସିଗାରେଟରେ ନିଆଁ ଧରାଇ କହିଲେ, ନା ଆଜ୍ଞା, ଦେଇପାରେ ନା। ତାହା ମୋ ଗବେଷଣାର ଅଙ୍ଗ ବିଶେଷ। ବେଶ୍ ବେଶ୍। ଅପମାନ ଚଟକିନା ଗିଳି ନେଇ ତାହା ମୋଟରୁ ବୁଝିପାରୁ ନଥିବାର ଅଭିନୟରେ ପଟୁ ଅଧ୍ୟାପକ ଧର କହିଲେ, ଗବେଷଣା ପ୍ରତି ମୋର ଶ୍ରଦ୍ଧା ଅମାପ। ତମେ ଜାଣ, କିଏ ବା ନ ଜାଣେ, ତମେ ଗୀତାର ଜୀବନ ଉପରେ ଯେଉଁ ସନ୍ଦର୍ଭ ପ୍ରକାଶ କରିବ, ସେଥିରେ ମୋ ପାଖକୁ ସେ ପ୍ରେମପତ୍ର ଖଣ୍ଡିକ ଲେଖିବା କଥା ନିସଂକୋଚରେ ଉଲ୍ଲେଖ କରିପାର। ମୁଁ କିଛି ମନେ କରିବି ନାହିଁ। ତଥ୍ୟ ସର୍ବଦା ତଥ୍ୟ ଭାବରେ ହିଁ ପରିବେଶିତ ହେବା ଉଚିତ। ଧନ୍ୟବାଦ। ଗୀତା ଚିଠି ଖଣ୍ଡକ ଆପଣଙ୍କ ପାଖକୁ ଲେଖିଥିଲେ, ଯଦି ଏକଥା ଅନୁମାନ ପର୍ଯ୍ୟାୟରୁ ତଥ୍ୟ ପର୍ଯ୍ୟାୟକୁ ଯିବ, ତେବେ ମୁଁ ଅବଶ୍ୟ ଉଲ୍ଲେଖ କରିବା କଥା ଚିନ୍ତା କରି ଦେଖିବି। ଅଧ୍ୟାପକ ଧର ଗମ୍ଭୀର ଦେଖାଯାଉଥିଲେ। ଗାୟକ ବିଦାୟ ନେଇଯିବା ପରେ ବି ଦୀର୍ଘ ସମୟ ଗୌତମ ପଦଚାରଣା କରିଥିଲା। ଅଦ୍ଭୁତ ଚରିତ୍ର ଗୀତା। ପ୍ରତିଭା କଥା ଛାଡ଼ିଦେଲେ ବି ତାର ଦୁର୍ଲଭ ଭାରସାମ୍ୟ ବିଶିଷ୍ଟ ଚେହେରା, ସତର୍କ ବେଶଭୂଷା, ଅକୃପଣ ହସ, ସର୍ବଦା ବିସ୍ମିତ ଚାହାଣୀ, ବୁଦ୍ଧିଦୀପ୍ତ ମଧୁର କଥାଭାଷାର ସେ ସମନ୍ୱୟ ଯେପରି ପ୍ରେମର କୌଣସି ଦୁରନ୍ତ ବିଜୟ ସକାଶେ ହିଁ ଉଦ୍ଦିଷ୍ଟ ଥିଲା। ଅଥଚ ଗଭୀର ମନୋଯୋଗ ସହକାରେ ଗୌତମ ଗୀତାର ଡାଏରୀ ପଢିଛି 12 ବାର। ଭ୍ରମଣ, ଦେଖା ସାକ୍ଷାତ, ବର୍ଣ୍ଣନା ଓ ନିଜ ଦୈନନ୍ଦିନ ଶିଳ୍ପକଳାର ବିବରଣୀରେ ପୃଷ୍ଠା ପୃଷ୍ଠା ଭରା ସେ ଡାଏରୀ। ଗୀତା କେବେ କାହା ପ୍ରତି ଉନ୍ମୁଖ ହେବାର ଧାଡ଼ିଏ ପ୍ରମାଣ ବି ବହନ କରୁନଥିଲା। ଗୌତମ କ୍ରମାଗତ ଭାବରେ ଆଶ୍ଚର୍ଯ୍ୟ ଓ ଆକୃଷ୍ଟ ହୋଇ ଚାଲିଥିଲା। ମଧ୍ୟରାତ୍ର। ଗୌତମ ଖଟ ଉପରକୁ ଉଠିଛି। ଦ୍ୱାର ସେପଟେ ଶୁଭିଲା ବିଜଡ଼ିତ କଣ୍ଠସ୍ୱର, ଗୌତମ! ଆଜ୍ଞା, ଆସନ୍ତୁ। ଗୌତମ ସ୍ୱାଗତ ଜଣାଇଲା ଚୌଧୁରୀଙ୍କୁ। ସେତେ ରାତିରେ ଚୌଧୁରୀ ମାତାଲ ହୋଇ କୋଠାକୁ ଫେରିବାର କୌଣସି ବୈଚିତ୍ର୍ୟ ନଥିଲା। କିନ୍ତୁ ବୈଚିତ୍ର୍ୟ ଥିଲା ଚୌଧୁରୀଙ୍କ ସେ ରାତ୍ରିର ଆଚରଣରେ। ସେ ମୃଦୁ ମଧୁର ହସୁଥିଲେ। ସାଧାରଣତଃ ସେ ଅବସ୍ଥାରେ ସେ ଗ୍ଲାନି ଅନୁଭବ କଲା ଭଳି ଗମ୍ଭୀର ଦିଶୁଥାନ୍ତି। ବସନ୍ତୁ ଆଜ୍ଞା। ଗୌତମ ତରବରରେ ଖଟରୁ ଓହ୍ଲାଇ ଆସି ଚୌକି ଠେଲିଦେଲା। ଚୌଧୁରୀ ଚୌକି ଭିତରୁ ଓଜାଡ଼ି ହୋଇ ପଡ଼ିଲେ। ଆଖି ମୁଦ୍ରିତ ରଖି ଚିବୁକ ହାତ ଉପରେ ଥୋଇ ସେ 5 ମିନିଟ୍ ବିତାଇ ଦେଲେ। ମୋ ପାଖକୁ ଗୀତା ଯେଉଁ ଚିଠି ଲେଖିଥିଲା, ସେ କଥା ତମେ କାହିଁକି ପ୍ରକଟ କଲ? ସେ ଆଖି ଖୋଲି ପ୍ରଶ୍ନ କଲେ। ଆଜ୍ଞା, ଆପଣଙ୍କ ପାଖକୁ? ବିରକ୍ତ କଣ୍ଠରେ ପ୍ରତି ପ୍ରଶ୍ନ କଲେ ଚୌଧୁରୀ। ଆଉ କାହା ପାଖକୁ? ବୁଦ୍ଧି ନାହିଁ? ଆଉ କାହା ପାଖକୁ ଲେଖିଥିଲେ ସେ ନ ପଠାଇ ରଖିଥାନ୍ତା କାହିଁକି? ଏଇଠି ମତେ ହସ୍ତାନ୍ତର କରିବାର ସୁଯୋଗକୁ ସେ ସିନା ଅପେକ୍ଷା କରିଥିଲା, ସୁଯୋଗ ଆସିଲା ନାହିଁ। ଭାବିଥିଲି ମୁଁ ତାକୁ ଭଲ ପାଇବା କଥା ସେ ବୁଝି ନାହିଁ, କିନ୍ତୁ ଠିକ୍ ବୁଝିଥିଲା ଦେଖୁଛି। ଚୌଧୁରୀ ନୀରବରେ ବସି ରହିଲେ। କିଛି ସମୟ ବିତିଗଲା। ଚୌଧୁରୀଙ୍କର ସୁକର୍ତ୍ତିତ କିନ୍ତୁ ସ୍ୱଳ୍ପ କେଶ, ପ୍ରାୟ ଧୂସର ନିଶ ଓ ନୀରବତା ଗୌତମ ମନରେ ସହାନୁଭୂତି ଉଦ୍ରେକ କଲା। ଗୀତା ତାଙ୍କ ପାଖକୁ ଚିଠି ଲେଖିଥିଲା। ମାଦକତା ସହିତ ଏ ଆବିଷ୍କାର ଜନିତ ବିସ୍ମୟରେ ତାଙ୍କ ଆଖିରେ ଫୁଟୁଥିବା ଅଭାବନୀୟ ଜୁଳୁଜୁଳୁ ଚାହାଣୀକୁ ଦେଖି ଗୌତମ କାମନା କଲା, ଗୀତା ତାଙ୍କ ପାଖକୁ ଚିଠିଟିଏ ସତରେ ଲେଖିଥାନ୍ତା ହେଲେ। ଚୌଧୁରୀ ଠିଆ ହୋଇ ପଡ଼ିଲେ। ଦେ ମୋ ଚିଠି କହୁଛି, ନଦେଲେ ଗୁଳି କରିଦେବି। ଗୋଡ଼, ହାତ ଓ ମୁଣ୍ଡ ବା ପରସ୍ପର ପ୍ରତ୍ୟାଖ୍ୟାନ କରିବାକୁ ବ୍ୟଗ୍ର ଥିବାର ବୁଝି ଚୌଧୁରୀ ସେମାନଙ୍କୁ ଏକତ୍ର ରଖିବାର ଉଦ୍ୟମ କରିବା ଅବସ୍ଥାରେ ରିଭଲଭର ବାହାର କଲେ। ଗୌତମ ଜାଣିଥିଲା ତାହା ମାମୁଲି ନୁହେଁ, ଭୀଷଣ। ଚିଠି? ଡରିଯିବା ସତ୍ତ୍ୱେ ପଚାରିଲା ଗୌତମ। ହଁ, ପ୍ରେମ ଚିଠି। ମତେ ଲେଖିଥିଲା ଗୀତା। 100 ସାକ୍ଷୀ ଅଛନ୍ତି। ଡାକିବି? ଆହେ ମୁତିଆ, ଯୁଧେଷ୍ଟି, ଗଲ କୁଆଡ଼େ? ଚୌଧୁରୀଙ୍କ ଉଚ୍ଚାରିତ ଶବ୍ଦମାନ ବି ପରସ୍ପର ପୃଥକ ହୋଇ ଛିଟିକି ପଡୁଥିଲେ। ମୋତିଆ ଓ ଯୁଧେଷ୍ଟି ସେତେବେଳକୁ ସାକ୍ଷୀ ଦେବାକୁ ସେଠାରେ ନଥିବାର ଜାଣି ଗୌତମର ଭୟ ବରଂ ଦ୍ୱିଗୁଣ ହେଲା। ଚୌଧୁରୀ 2 ହାତରେ ରିଭଲଭର ଧରି ତାର ଚକ୍ରାୟମାନ ନଳୀକୁ ଗୌତମର କୌଣସି ନା କୌଣସି ଅଙ୍ଗ ଉପରେ ଏକାଗ୍ର କରିବାକୁ ଉଦ୍ୟମ ଅବ୍ୟାହତ ରଖି ବାରମ୍ବାର ହିକ୍କା ସମାହାରରେ କହୁଥାନ୍ତି,
ଏ ମୋ ଚିଠି ରଖିବାକୁ ତୁ କିଏ? ଗୌତମ ଅଗତ୍ୟା ଖଣ୍ଡିଏ କାଗଜ ଟାଣି ଆଣି ଚୌଧୁରୀଙ୍କ ହାତକୁ ବଢାଇ ଦେଲା। ରିଭଲଭର ତଳେ ପକାଇ ଦେଇ ଚୌଧୁରୀ କାଗଜଟି ଧରି ଚୌକିରେ ବସି ପଡିଲେ। ଲେଖା ଉପରେ ଦୃଷ୍ଟି ଠୁଳ କରି ସେ ଗଭୀର ଅନୁରାଗ ସହକାରେ ଗୋଟିଏ ଗୋଟିଏ ଅକ୍ଷର ଉଚ୍ଚାରଣ କରି ପଡିଲେ। ମାଙ୍କଡ ମଣିଷର ପୂର୍ବ ପୁରୁଷ ବୋଲି କହିବା ବିଧେୟ ନୁହେଁ। ଆହା ଆହା, ସେ ନିଜ ଓଠ ଦୁଇଟି ଚାଟି ନେଇ ମନ୍ତବ୍ୟ ଦେଲେ। ଗୌତମ ମନେ ପକାଇଲା, ବଜାରରୁ ସେ କାଗଜରେ କିଛି ବନ୍ଧା ହୋଇ ଆସିଥିଲା। ଚୌଧୁରୀ ପଢିଲେ, ଯଦ୍ୟପି ମନୁଷ୍ୟର ମେରୁଦଣ୍ଡର ନିମ୍ନରେ ବହୁ ପୁରୁଷ ତଳେ ଅନତି ବୃହତ୍ ପୁଚ୍ଛ ଓହଳିଥିବା ପ୍ରମାଣ ସିଦ୍ଧ ଅଟେ। ଆଃ ଆଃ, ପୁଚ୍ଛ! ଚୌଧୁରୀ କାଗଜ ଖଣ୍ଡିକ ହୃଦୟରେ ଚାପି ରଖିଲେ। ତାଙ୍କ ନୟନ ଯୁଗଳ ବାଷ୍ପାକୁଳ ଦିଶିଲା। ଗୌତମ, ଏ ଚିଠି ମୋର, ଚୌଧୁରୀ ଅବୋଧ କଣ୍ଠରେ କହିଲେ। ଗୌତମ ତଳେ ପଡିଥିବା ରିଭଲଭରଟି ଧୀରେ ଧୀରେ ଗୋଡରେ ନିଜ ଖଟ ତଳର ଅନ୍ଧକାର ଭିତରକୁ ଠେଲି ଦେଇ ଯଥେଷ୍ଟ ସାହସ ପାଇଯାଇଥିଲା। ସେ କହିଲା, ଆପଣ ମିସ୍ ଗୀତାଙ୍କ ପିତୃବନ୍ଧୁ ଥିଲେ। ଗୀତା କଣ ସତରେ ଆପଣଙ୍କୁ ପ୍ରେମ ପତ୍ର ଲେଖିଥିଲେ ବୋଲି ଆପଣଙ୍କର ଧାରଣା? ତମେ ଏ ଚିଠି ଆଉ କାହାକୁ ଦେଇଦେବା ମତଲବରେ ଅଛ, ମୁଁ ଦେବି ନାହିଁ। ଚୌଧୁରୀ ପକେଟରୁ ଦିଆସିଲି ବାହାର କରି କାଗଜଟିରେ ଅଗ୍ନି ସଂଯୋଗ କଲେ। ନିଜ ହାତକୁ ନିଆଁ ଛୁଆଇଁ ଦେବା ଯାଇ ସେ ତାକୁ ଧରିଥିଲେ। ତାପରେ ରିଭଲଭର କଥା ଭୁଲି ଯାଇ ଟଳି ଟଳି ଘରୁ ବାହାରି ଚାଲିଗଲେ। ଗୌତମ ଆଲୁଅ ଲିଭାଇ ଦେଲା। କାଗଜର ଭସ୍ମା ବିଶେଷ ଉପରେ ପଡିଥିଲା ଚେନାଏ ଜହ୍ନ ଆଲୁଅ। ଗୌତମ ସେ ପତଳା ପାଉଁଶକୁ ସରାଗରେ ତୋଳି ନେଲା। ମୁହୂର୍ତ୍ତକ ପାଇଁ ସେ ପାଶୋରି ଦେଲା ଯେ ତାହା ପ୍ରେମପତ୍ର ନୁହେଁ। ସେ ପାଶୋରି ଗଲା ଯେ ବାସ୍ତବରେ ସେ କୌଣସି ପ୍ରେମପତ୍ର ଆବିଷ୍କାର କରିନଥିଲା। ଏକ ରୋମାଞ୍ଚକର ଖିଆଲରେ ବିଭୋର ହୋଇ 2 ଦିନ ତଳେ ଚାହା ଖଟିରେ କେତେଜଣ ବନ୍ଧୁଙ୍କ ଆଗରେ ସେ ଗୀତା ଲିଖିତ ପ୍ରେମପତ୍ରଟିଏ ପାଇଛି ବୋଲି ରଙ୍ଗୀନ ଗାଲୁ ଗପିଥିଲା। ସେତେବେଳେ ଯୋଜନା କରିଥିଲା ଗୀତା ସେ ପ୍ରେମପତ୍ର ଖାସ୍ ତାହାରି ପାଖକୁ ଲେଖିଥିଲା ବୋଲି ଆଉ ଏକ ଅନୁକୂଳ ମୁହୂର୍ତ୍ତରେ ଜଣାଇବ। କିନ୍ତୁ ପରେ ସେ ନିଜର ପିଲାଳିଆମି ଯୋଗୁଁ ଲଜ୍ଜା ହିଁ ଅନୁଭବ କରିଥିଲା। ସେଇ ପୂର୍ବାପର ବିସ୍ମୃତ ମୁହୂର୍ତ୍ତରେ ସେ ନିଜକୁ କହିଲା, ଜଳିଗଲା, ଭଲ ହେଲା, ବୋଝ ଗଲା। ଝରକା ଦେଇ ବାହାରର ମୃଦୁ ପବନ ଓ ଜହ୍ନ ଆଲୁଅ ଉଦ୍ଦେଶ୍ୟରେ ଗୌତମ ପାଉଁଶତକ ଉଡାଇ ଦେଲା। ଧନ୍ୟବାଦ।